ଦେଖନ୍ତୁ ଆମେ ପ୍ରଥମରୁ ବି କହିଥିଲୁ ଏଇ ସରକାରରେ ଯୋଉମାନେ ଦୁର୍ନୀତି ଭ୍ରଷ୍ଟାଚାର ଗୋଚାଲାଣ କରୁଛନ୍ତି ସେମାନଙ୍କର ସ୍ଥାନ ନାହିଁ। ଆଜି ମୁଁ ଧନ୍ୟବାଦ ଦେବି ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ନିର୍ଦ୍ଦେଶ କ୍ରମେ ଯୋଉଭଳି ଭାବରେ ଗୋମାତାଙ୍କର ଚାଲାଣ ହଉଥିଲା ଏବଂ ତାକୁ ତସ୍କରୀ କରାଯାଉଥିଲା ଯୋଉ ଗୋମାଫିଆ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପାଖାପାଖି 5ଟି ଜାଗାରେ ଓଡ଼ିଶାର ଚଢ଼ଉ କରାଯାଇଛି। ଯୋଉମାନେ ଗୋମାଫିଆ ଥିଲେ ତାଙ୍କଠୁ ବହୁତ ସମ୍ପତ୍ତି ମଧ୍ୟ ଜବ୍ଦ କରାଯାଇଛି, ସିଜ୍ କରାଯାଇଛି ଏବଂ ଆଗକୁ ମଧ୍ୟ ଯୋଉମାନେ ଏଇଭଳି କାର୍ଯ୍ୟରେ ଗୋଚାଲନରେ ଲିପ୍ତ ରହିବେ ସେମାନଙ୍କର କେମିତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ସମ୍ପତ୍ତି ସହିତ ତାଙ୍କର ଯାହା ରହିଛି ଏଇ ଯୋଉ ଗୋଚାଲାଣ ଦିଗରେ ତାକୁ ଆମେ ଧରିବା ସହିତ ତାର ସମ୍ପତ୍ତି ମଧ୍ୟ ବାଜ୍ୟାପ୍ତି କରାଯିବ ଏବଂ କାହାରିକୁ ମଧ୍ୟ ଛଡ଼ାଯିବ ନାହିଁ। कदम रखिए कहानियों की दुनिया में। स्वागत है नई दिल्ली विश्व पुस्तक मेला 2026 में। लाखों किताबें और बच्चों के लिए आकर्षक गतिविधियाँ। मिलिए अपने पसंदीदा लेखकों और सम्मानित वक्ताओं से। आनंद लीजिए लाइव म्यूजिक और शानदार परफॉर्मेंस का। कतर है सम्मानित अतिथि और स्पेन है फोकस देश। मनाइए भारतीय सैन्य इतिहास के 75 गौरवशाली वर्षों का उत्सव थीम पवेलियन में 10 से 18 जनवरी भारत मंडपम, नई दिल्ली। विश्व पुस्तक मेला 2026। प्रवेश निःशुल्क।